Hey everyone, welcome back to my channel and welcome back to my another new vlog. I hope ଆପଣ ମାନେ ସମସ୍ତେ ଭଲରେ ଥିବେ। ତ ଆଉ ଗୋଟେ ନୂଆ ଫ୍ରେଶ ଆଣ୍ଡ ନ୍ୟୁ ବ୍ଲଗକୁ ଆପଣମାନଙ୍କୁ ଢେର ସାରା ସ୍ୱାଗତ। ଆଜି ହେଉଛି ପଣା ସଂକ୍ରାନ୍ତି। ତ ଆମେ ଯେହେତୁ ଓଡ଼ିଆ ଘରେ ଜନ୍ମ ନେଇଛେ ତ ଓଡ଼ିଆ ଘରେ ପାଳନ ହେଉଥିବା ସମସ୍ତ ପର୍ବପର୍ବାଣି ଆମକୁ ନିଶ୍ଚିନ୍ତ ରୂପେ ପାଳନ କରିବାକୁ ପଡ଼ିବ। ତ ସବୁ ଓଡ଼ିଆ ମାନେ ସାଧାରଣତଃ ପଣା ସଂକ୍ରାନ୍ତିକୁ ଘରେ ଘରେ ପାଳନ କରନ୍ତି। କିଏ କେମିତିକା ଷ୍ଟାଇଲରେ ପଣା ପ୍ରସ୍ତୁତ କରେ। ତ ମା ଏଠି ଫାଷ୍ଟ ପାଟକବରା କଦଳୀକୁ 7ଟା 8ଟା ପକେଇଦେଲା। ତାପରେ ନଡ଼ିଆ ତା ଦେହରେ ପକେଇଛି। କ୍ଷୀର ପକେଇଥିଲେ ଚଳିଥାନ୍ତା, ବଟ୍ ମା ପିଏନି। କ'ଣ, ମା କ୍ଷୀର ଖାଏନି। ତ ସମସ୍ତେ ଯେଉଁ ଟାଇପ୍ର ଖାଇବେ ସେଇ ଅନୁସାରେ ପଣାଟା ଆମ ଘରେ ପ୍ରସ୍ତୁତ ଆମ ଉପାୟରେ ଆମେ କରିଛୁ। ଆପଣମାନେ ଚାହିଁଲେ ଏଥିରେ କ୍ଷୀର ଆଉ ଅଲଗା ଡ୍ରାଏ ଫ୍ରୁଟ୍ସ ମଧ୍ୟ ପକାଇ ପାରିବେ, ଫଳମୂଳ ମଧ୍ୟ ପକାଇ ପାରିବେ। ତାପରେ ଏଠି ଛେନା ମା ରଖିଥିଲା, କ୍ଷୀର ଛେନା, ତାକୁ ଆଡ଼୍ କଲା। ତାକୁ ଭଲସେ ମାସ୍ କରିକି ପଣାକୁ ଭଲସେ ପ୍ରସ୍ତୁତ କରିଦେଲା। ତାପରେ ଏଠି କିଛିଟା ଗୋଲମରିଚ ଆଡ଼୍ କଲା। ଗୋଲମରିଚଟା ଏଥିପାଇଁ ପଡ଼େ, ସେଇଟା ଯେଉଁ ଗରିଷ୍ଠ ଜିନିଷଟା ଥାଏ, ଗୋଲମରିଚ ପଡ଼ିଲେ ସେଇଟା ମାନେ ସେ ଜିନିଷଟାକୁ ମାନେ ସବୁ ଛେନା ନଡ଼ିଆ ଏଗୁଡ଼ା ସବୁ ହେବି ଗରିଷ୍ଠ ଜିନିଷ, ତ ୟାକୁ ମାନେ ଗ୍ୟାସ୍ ଫ୍ୟାସ୍ କରେଇବନି, ସେଥିପାଇଁ ଗୋଲମରିଚଟା ପଡ଼େ। ତ ଆପଣମାନେ ଦେଖିପାରୁଥିବେ ଏଠି ପଥୁଲିରେ ମା ତାକୁ ପଣା ବାହାର କରିଦେଲା। ସିଏ ଠାକୁରଙ୍କ ପାଖରେ ପଥୁଲିରେ ପୂଜା ହେବ। ତ ଏଠି ପଣା ଘଡ଼ି ମା ଅଲରେଡ଼ି ବାନ୍ଧିକି ମା ତାର ପୂଜା ସାରି ସାରିଲେଣି ଚଉରା ପାଖରେ। ତ ଏବେ ଆସିଲା ହାରି ଠାକୁରଙ୍କ ପାଖରେ ପୂଜା କରିବା ପାଇଁ। ଆପଣ ଟିକେ ଇଗ୍ନୋର କରିବେ, ସେ ଗୋଡ଼ ଲମ୍ବେଇକି କରୁଛି, କାରଣ ତା ଗୋଡ଼ ପ୍ରୋବ୍ଲେମ୍ ଅଛି। ସେ ଗୋଡ଼ ଜାକି ପାରିବନି ବସିଲେ, ତ ସେ ସେଥିପାଇଁ ଗୋଡ଼ ଲମ୍ବେଇକି ପୂଜା କରୁଛି ଠାକୁରଙ୍କ ପାଖରେ। ତ ସିମ୍ପଲ୍ ତରିକାରେ ଏଠି ମା ଆମର ପଣା ପ୍ରସ୍ତୁତ କରିଦେଲା। ତ ଆପଣମାନଙ୍କୁ ପଣା ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ତ ଆଉ ଗୋଟେ ନୂଆ ଆଉ ଫ୍ରେଶ୍ ଭିଡ଼ିଓରେ ଆପଣମାନଙ୍କ ସହ ଦେଖା ହେବ। ସେ ପର୍ଯ୍ୟନ୍ତ ରହୁଛି। ଟିଲ୍ ଦେନ୍ ଟେକ୍ କେୟାର, ବାଏ।